ନୂଆ ବର୍ଷ ଆସିଲେ ଆମେ ପ୍ରାୟ ସମସ୍ତଙ୍କ ଘରେ କେକ୍ କରାଯାଏ। ତ ଆମେ ନହେଲେ ଦୋକାନରୁ ମାର୍କେଟରୁ କିଣିକି ନେଇକି ଆସୁ। ମୁଁ ଆପଣଙ୍କ ମାନଙ୍କ ପାଇଁ ଆଜି ନେଇକି ଆସି ସୁଜି କେକ୍। ବହୁତ ହେଲ୍ଦି ରେସିପି ଆଉ ଟେଷ୍ଟି ରେସିପି। ଆଶା କରୁଛି ମୋ ରେସିପିଟି ଆପଣଙ୍କୁ ଭଲ ଲାଗିବ। ନମସ୍କାର, କୁନୁ ସୋଡ଼ା କିଚେନକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ମୁଁ ଏଠି ମିକ୍ସିଂ ଗୋଟେ ଜାର୍ ନେଇଯାଇଛି। ସେଥିରେ 2 କପ୍ ଆଡ଼୍ କରିଦେବି ସୁଜି। ଆପଣ ଯେକୌଣସି ସୁଜି ନେଲେ ଚଳିବ, ମୋଟା ହେଉ ବା ପତଳା। ମୁଁ ଏଠି ସେମ୍ କପ୍ରେ ଆଡ଼୍ କରିଦେଲି ଚିନି। ଗୋଟେ ଗୁଜୁରାତି ଦେଇକି ଆକୁ ଗୋଟେ ଭଲ ଫାଇନ୍ पेस्ट କରି ଆଣିବା। ବହୁତ ଯେମିତି ଗୁଣ୍ଡ ବହୁତ ଭଲ ଭାବରେ ଗୁଣ୍ଡ ହେଇଯିବ। ଆକୁ ଯେମିତି ଖଦଡ଼ ନଥିବ କି କେଉଁଠି ବି ଖଦଡ଼ କେଉଁଠି ପ୍ଲେନ୍ ନଥିବ। ପୁରା ଦେଖନ୍ତୁ ବହୁତ ଭଲ ଭାବରେ ମୁଁ ଆକୁ ଗୁଣ୍ଡ କରି ନେଇଛି। ଏଠି 1.5 କପ୍ ମୁଁ ଆଡ଼୍ କରିଦେବି କ୍ଷୀର। 1 କପ୍ ମୁଁ ଏଠି ପୁରା ଦେଇଦେଲି। ଆଉ ଗୋଟେ କପ୍ର ହାଫ୍ ଦେଇକି ହାଫ୍ ମୁଁ ଏଠି ରଖିଦେବି। ଆକୁ ସେମ୍ ଡିରେକ୍ସନରେ ଚିନି ଆଉ କ୍ଷୀରକୁ ଭଲ ଭାବରେ ମିଶାଇ ନେବି, ଯେମିତି କେଉଁଠି ଲମ୍ସ ନ ରହିବ। ଦେଖନ୍ତୁ ବହୁତ ଭଲ ଭାବରେ ମିଶାଇ ଦେବି ଏଠି। ଆଉ ଏଠି ହାଫ୍ ଯେଉଁ କ୍ଷୀର ରଖିଥିଲି ତାକୁ ଆଡ଼୍ କରିଦେଲି। ଆଉ ଯେଉଁ ହାଫ୍ ମୁଁ ଏଠି ଦେଇଛି ରିଫାଇନ୍ ଅଏଲ୍। ଆପଣ ଯଦି ଚାହିଁବେ ଏଠି ବଟର୍ ବି ନେଇପାରିବେ। ମୁଁ ନର୍ମାଲ୍ କୁକିଂ ଅଏଲ୍ ନେଇଛି। ଆକୁ ସେମ୍ ଡିରେକ୍ସନରେ ମିଶାଇକି ସବୁ ଜିନିଷକୁ ଆମେ ଯେମିତି ଭଲ ଭାବରେ ଏଠି ମିଶାଇ ନେବା। କ୍ଷୀର ଏଠି ଆମକୁ କମ୍ ଅଧିକ ଲାଗିପାରେ। ଦେଖନ୍ତୁ ମୁଁ ଗୋଟେ ଭଲ ଭାବରେ ମିଶାଇ ଦେବି, ଲମ୍ସ ନ ରହିବ ସେଭଳିଆ ଆକୁ ମିଶାଇକି। ଦେଖନ୍ତୁ କନସିଷ୍ଟେନ୍ସି ଆମକୁ ଏମିତି ରହିବ, ସୁଜି ଆହୁରି ଫୁଲିବ। ତ ଦେଖନ୍ତୁ ମୁଁ ଏଠି 1 ଘଣ୍ଟା ପର୍ଯ୍ୟନ୍ତ ଘୋଡ଼େଇକି ଆକୁ ରଖିଦେବି। ଏଠି ମୁଁ ଗୋଟେ ବାଉଲ୍ରେ ଟୁଟି ଫ୍ରୁଟି 2 ସ୍ପୁନ୍ ନେଇଯାଇଛି, 1 ଟେବୁଲ୍ ସ୍ପୁନ୍ ନେଇଯାଇଛି ଏଠି ମଇଦା। ମୁଁ ଆକୁ ଭଲ ଭାବରେ ମିଶାଇ ଦେବି, ଯେମିତିକି ଆମ ଟୁଟି ଫ୍ରୁଟି କେକ୍ ବେକ୍ କଲାବେଳେ ତଳେ ନ ବସିଯିବ କେକ୍ର। ଦେଖନ୍ତୁ ମୁଁ ଗୋଟେ ଡିସ୍ ନେଇଯାଇଛି ବା ଗୋଟେ ଗାଙ୍ଗୁଲା ନେଇଯାଇଛି। ସେଥିରେ 1 କପ୍ ଦେଇଦେବି ଲୁଣ। ନର୍ମାଲ୍ ଏଠି ଖାଇବା ଲୁଣ ମୁଁ ଆଡ଼୍ କରିଛି। ଆକୁ ଭଲ ଭାବରେ ସ୍ପ୍ରେଡ୍ କରିକି ଗୋଟେ ଷ୍ଟାଣ୍ଡ ହଉ ବା ଆପଣ ଯଦି ଗୋଟେ ଷ୍ଟାଣ୍ଡ ନଥିବ ତ ଗୋଟେ ପ୍ଲେଟ୍କୁ ଏମିତି ଓଲଟେଇକିରି ଆପଣ ରଖିକି ତା ଉପରେ କେକ୍ ଟିନ୍ ରଖିକି ଆପଣ ବେକ୍ କରିପାରିବେ। ମୁଁ ଏଠି ଗୋଟେ ରସର ବାଉଲ୍ ନେଇଛି, ଛୋଟ ଯେମିତି ଗିନା। ଆପଣ ଯଦି ଚାହିଁବେ ଏମିତି ଷ୍ଟିଲ୍ର ବି ନେଇପାରିବେ ପ୍ଲେନ୍ର। ଯଦି ଆପଣଙ୍କ ପାଖେ କେକ୍ ଟିନ୍ ଥିବ ତ ଆହୁରି ଭଲ କଥା। ଦେଖନ୍ତୁ ଅଏଲ୍ ଆଡ଼୍ କରିଛି ମୁଁ, ନର୍ମାଲ୍ କୁକିଂ ଅଏଲ୍ 1 ଟେବୁଲ୍ ସ୍ପୁନ୍ ଦେଇକି ଆକୁ ଚାରିପଟ ଯାକ ଗ୍ରୀସ୍ କରିନେବି ଭଲ ଭାବରେ, ଯେମିତିକି କେଉଁଠି ବି ତେଲ ନ ଲାଗିକି ନାହିଁ, ସବୁଠି ତେଲ ଭଲ ଭାବରେ ନେଇଛି। ମୁଁ ଏଠି ଯେମିତି ପାଠପଢ଼ା ପେପର୍ ଗୋଟେ ନେଇଛି, ନର୍ମାଲ୍ ପେପର୍ ଯେଉଁଥିରେ ଆମେ ଲେଖାଲେଖି କରେ, ସେଇ ପେପରକୁ ନେଇକି ମୁଁ ଏଠି କେକ୍ ଟିନ୍ର ତା ସାଇଜ୍ରୁ କାଟିକି ଆକୁ ଦେଇଦେଇଛି। ଏଠି ଅଳ୍ପ ଟିକେ ତେଲ ଆଡ଼୍ କରିକି ସେ ପେପର୍ ଉପରେ ବି ମୁଁ ଭଲ ଭାବରେ ଲଗେଇଦେବି, ଯେମିତି କେକ୍ଟି ଆମର ବହୁତ ଜଲ୍ଦି ଡିମୋଲ୍ଡ ହେଇଯିବ ଆଉ କେଉଁ ଜାଗାରୁ ବି ଭାଙ୍ଗିବନି। ସେଇ ଟାଇପ୍ର ମୁଁ ଏଠି କରିନେଲି। ଦେଖନ୍ତୁ ବହୁତ ଭଲ ଭାବରେ ମୁଁ ଏଠି ତେଲଟାକୁ ଗ୍ରୀସ୍ କରି ନେଇଛି। ଆକୁ ଏବେ ସାଇଡ଼୍ରେ ରଖିବା। ଏବେ ବ୍ୟାଟର୍କୁ ଆଣିବା। ବ୍ୟାଟର୍ରେ ମୁଁ ଏଠି 1 ଟେବୁଲ୍ ସ୍ପୁନ୍ ଦେଇଦେବି ବେକିଂ ପାଉଡ଼ର, ଆଉ 1/4 ଟିସ୍ପୁନ୍ ଦେଇଦେବି ବେକିଂ ସୋଡ଼ା, 1 ଟେବୁଲ୍ ସ୍ପୁନ୍ ଦେଇଦେବି ଭ୍ୟାନିଲା ଏସେନ୍ସ। ଆପଣଙ୍କ ପାଖରେ ଭ୍ୟାନିଲା ଏସେନ୍ସ ନଥିବ ଆପଣ ଏଠି ଗୁଜୁରାତି ଗୁଣ୍ଡ ଦେଇଦେବେ, ତା ଦ୍ୱାରା ବି ବହୁତ ବଢ଼ିଆ ସ୍ମେଲ୍ ଆସିବ। ଆକୁ ଭଲ ଭାବରେ ମିଶାଇ ଦେବି। ଦେଖନ୍ତୁ ଆକୁ ବହୁତ ଭଲ ଭାବରେ ମିଶାଇ ସାରିଲା ପରେ ଦେଖନ୍ତୁ ମୋ ବ୍ୟାଟର୍ଟା ଏଠି ଟିକେ ଥିକ୍ ହେଇଯାଇଛି, ଯେହେତୁ ସୁଜି କ୍ଷୀର ଟିକେ ଅଧିକ ଟାଣି ନେଇଛି। ମୁଁ ଏଠି ଆଉ 2 ଟେବୁଲ୍ ସ୍ପୁନ୍ ଦେଇଦେବି କ୍ଷୀର, ନହେଲେ ବେକ୍ ହେବା ପାଇଁ ଭଲ ସୁବିଧା ହେବନି। ଆଉ ଟିକେ ଏଠି ବେକିଂ ସୋଡ଼ା ବେକିଂ ପାଉଡ଼ରକୁ ଆକ୍ଟିଭେଟ୍ କରିବା ପାଇଁ ମୁଁ 1 ଟେବୁଲ୍ ସ୍ପୁନ୍ ଦେଇଥିଲି ଏଠି ଭିନେଗାର। ଆମ ପାଖରେ ଯଦି ଭିନେଗାର ନଥିବ ଆପଣ ଏଠି 1 ଟେବୁଲ୍ ସ୍ପୁନ୍ ଲେମନ୍ ଜୁସ୍ ବି ଆଡ଼୍ କରିବେ। ଭିନେଗାର ଦେବା ଦ୍ୱାରା କ'ଣ ହେବ, ବେକିଂ ସୋଡ଼ା ବା ବେକିଂ ପାଉଡ଼ରଟା ଜଲ୍ଦି ଆକ୍ଟିଭେଟ୍ ହେଇଯିବ। ଦେଖନ୍ତୁ କେତେ ସୁନ୍ଦର ବବଲ୍ସ ଆସିଯାଇଛି। ଆମେ ଜାଣିବା ଯେ ଆମ କେକ୍ ହେବା ପାଇଁ ପୁରା ରେଡ଼ି। ଯେଉଁ ଟୁଟି ଫ୍ରୁଟି ଆଉ ମଇଦା ଗୋଳେଇକି ରଖିଥିଲି, ଆପଣଙ୍କ ପାଖରେ ଯଦି ମଇଦା ନଥିବ ଟୁଟି ଫ୍ରୁଟିରେ ଅଟା 1 ସ୍ପୁନ୍ ଆଡ଼୍ କରିକି ଆପଣ ଆକୁ ବି କୋଟ୍ କରିପାରିବେ। ଦେଖନ୍ତୁ ବଢ଼ିଆ ଭାବରେ ମୁଁ ଏଠି ମିଶାଇ ଦେଇଛି। ଏବେ ସେଇ ଯେଉଁ କେକ୍ ଟିନ୍ଟାକୁ ମୁଁ ପ୍ରସ୍ତୁତ କରି ରଖିଥିଲି ସେଥିରେ ଅଳ୍ପ ଟିକେ ଟୁଟି ଫ୍ରୁଟି ଆଡ଼୍ କରିଦେବା। ଆପଣ ଯଦି ଚାହିଁବେ ଆଉ କିଛି ବି ଆଡ଼୍ କରିପାରିବେ, ଯେମିତିକି ଡ୍ରାଏ ଫ୍ରୁଟ୍ସ ବା ଡ୍ରାଏ ନଟ୍ସ ଆଡ଼୍ କରିପାରିବେ। ଦେଖନ୍ତୁ ବଢ଼ିଆ ଭାବରେ ମୁଁ ଏଠି ଯେମିତି ତଳପଟଟା ବି ବହୁତ ସୁନ୍ଦର ଦେଖାଯିବ। ଏଇ ଯେଉଁ କେକ୍ ବ୍ୟାଟର୍ଟାକୁ ମୁଁ ଗୋଳେଇକି ରଖିଥିଲି ଆକୁ ମୁଁ ଏଥିରେ ସବୁ କେକ୍ ଟିନ୍ରେ ଆଡ଼୍ କରିଦେବି। ଆଡ଼୍ କରିକି ମୋ ମନ ମୁତାବକ ମୁଁ ଯେମିତି ସଜାଇବାକୁ ଚାହିଁବି ସଜେଇଦେବି। ଆପଣ ଯଦି ଚାହିଁବେ କି ଯେମିତି ବି ସଜାଇବାକୁ ଚାହିଁବେ ସଜେଇଦେବେ, ବହୁତ ବଢ଼ିଆ ଦେଖାଯିବ। ତ ବନ୍ଧୁ ଆପଣ ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲିବେନି। ଦେଖନ୍ତୁ ମୁଁ ଆକୁ ବହୁତ ବଢ଼ିଆ ଭାବରେ କେମିତି ସଜେଇ ଦେଇଛି। ଆପଣ ଯେମିତି ଚାହିଁବେ ସେମିତି ସଜେଇବେ, ବହୁତ ବଢ଼ିଆ ଦେଖାଯିବ। ଏଇ ଯେଉଁ ପ୍ରି ହିଟ୍ କରିକି ମୁଁ ଏଠି ରଖିଛି ଆକୁ ମୁଁ ଲିଡ଼୍ଟାକୁ ଖୋଲିଲେ ଦେଖନ୍ତୁ କେମିତି ଧୂଆଁ ବାହାରିଲାଣି, ପୁରା ଗରମ ହେଇଯାଇଛି। ତ ମୁଁ ଯେଉଁ କେକ୍ଟାକୁ ପ୍ରସ୍ତୁତ କରିକି ରଖିଥିଲି ମୁଁ ଏଠି ଆସ୍ତେକିରି ରଖିବି, ଦେଖିକି ରଖିବେ ନହେଲେ ହାତରେ ତାତିଯିବ। ଦେଖନ୍ତୁ ମୁଁ ଏଠୁ ରଖିଦେଲି। ମୁଁ ଆକୁ ଘୋଡ଼େଇକିରି
घोड़ेकी आकु मु गोटे घंटारू घंटे 15 मिनिट पर्यंत मुझे बेक करी। देखु बहुत बढ़िया भाव में बेक हो कहीं कहबेनि जे आम एक घरे प्रस्तुत करी समस्त भावे मुझे किणिकी आनी तो बहुत बढ़िया होती। देखो मोटे नाइफ इंसर्ट कर देखुची जमा भी लगुनि ये ठंडा हो गला मुझे खोली देखो सैड्रु केमती भल भाव में छाड़ी जाइए। देखो सैड्रु भल भाव छाड़ी जाइए मुझे नाइफ साहाଯ୍य देखो पूरा इजिली केमती हो मुझे गोटे प्लेट्रे देखिए डिमोल्ड करदेवी टैप करदे बहुत जल्दी खसीज। देखो खसीगला केते बढ़िया होती इजिली आमर पेपरटा केमती बहुत बढ़िया भाव में उठी जाऊँगी। तो पछपटा भी केमती देखो बहुत सुंदर भाव में बेक होती। मुझे आगपटा आपको देखा फ्रंट साइड देखो केते सुंदर होती। मुझे आउ अल्प टिके टूटी फ्रूटी ऊपर पकई देती देखो केते सुंदर होती केते इजिली काटी हो जाऊँगी जमा भी टाण ना पूरा पार्टी रे मिलई गला भाया केक होती। देखो बहुत सुंदर होती बहुत टेस्टी भी होता। ଆପଣ ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ ମୋତେ କମେଣ୍ଟ କରି କହିବେ କେମିତି ଲାଗିଲା। ରହୁଛି ଆସିବେ ଆଉ ଗୋଟେ ସୁନ୍ଦର ରେସିପିକୁ ନେଇ ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର ଜୟ ଜଗନ୍ନାଥ।